ପାହାନ୍ତି ସକାଳୁ ମାଛ ନେଇ ଆସିଛି ମାଉସୀ ତ ଦେଖିପାରୁଥିବେ ବର୍ତ୍ତମାନ ମାଉସୀ ବିଭିନ୍ନ ପ୍ରକାର ମାଛ ନେଇକି ଆସିଛି। ମାଉସୀ କ'ଣ ମୁଣି ଖାଲି ଘୋଡ଼େଇ ଦେଉଛୁ? ମୁଣିଟା କାଢୁନ ଟିକେ ଦେଖିବା। ଦେଖନ୍ତୁ ବର୍ତ୍ତମାନ ବହୁତ ବିରାଟ ବିରାଟ ମାଛ ନେଇକି ଆସିଛି ମାଉସୀ। ଇଏ କୋଉଠା ଚାନ୍ଦି? ମାଉସୀ ଇଏ କୋଉଠା ଚାନ୍ଦି? ଓହୋ ହଁ ହଁ 250 ଦେ। ବହୁତ ଭଲ ମାଛ ଦେଇଥିଲୁ ହେଲେ କ'ଣ ହବ ଘରେ ତ କେହି ଖାଇବେନି ନେଇକି କ'ଣ କରିବି? 200 ଟଙ୍କାର ମାଛ ଏକୁଟିଆ ଖାଇବି ଗୋଟେ ଦିନରେ? ଦେଖନ୍ତୁ ବଢ଼ିଆ ଚିଙ୍ଗୁଡ଼ି ମୋତେ ଦେଇଥିଲା କିନ୍ତୁ ଘରେ କେହି ଖାଇବେନି। ଦେଖନ୍ତୁ ଚିଙ୍ଗୁଡ଼ି କେମିତି କ୍ଲାସ୍ ହେଇଛି। ଇଏ ଚିଲିକା ଚିଙ୍ଗୁଡ଼ି ଆଉ ବଢ଼ିଆ ଟେଷ୍ଟ ଏହାର। ଦେଖିପାରୁଥିବେ ମାଉସଠୁ ନେଇଥିଲେ 1/2 କିଲୋ କିନ୍ତୁ ଘରେ ଖାଇବେନି। ଫେରେଇକି 250 ନମ୍ବର ଅଛି ଆଉ। ରେଡ଼ି ହେଇଗଲା ନା? 250 ଗ୍ରାମ ଚିଙ୍ଗୁଡ଼ି ହେଇଗଲା ମୋର। ଦେଖିପାରୁଥିବା ହଁ ଭଲ ଚିଙ୍ଗୁଡ଼ିଟା ବା ଟେଷ୍ଟ ଚିଙ୍ଗୁଡ଼ି। ମାଉସୀ ବର୍ତ୍ତମାନ ମାଛ କାଟୁଛି ଚାନ୍ଦି ମାଛ। ଚାନ୍ଦିଟା ଭଲ କଣ୍ଟା ନାହିଁ ମାଛରେ ଅଲଗା ପ୍ରକାର ତେଲୁଆ ମାଛ। ତାଙ୍କୁ ପକେଇଦିଅ ତାଙ୍କୁ ପକେଇ ଦିଅ ୟାଙ୍କୁ ପକେଇ ଦିଅ ଏଇଠି ଇଏ ଖାଇବେ। ହଁ ଦେଖନ୍ତୁ ଇଏ ସୈନ୍ୟ ଦୁଇଟାକୁ ଆସିକି ଜଗିକି ରହିଛନ୍ତି ମାଉସୀ କେତେବେଳେ ଆସିବ ମାଛ ଖାଇବେ। ମାଛ ତ ମାଛ ଗାଲି ଫାଲି ସବୁ ତାଙ୍କର ମାଛ ତ କ'ଣ ମଣିଷ ଖାଇବେ ଆଉ କ'ଣ କରିବା ଆଉ। ଦେଖନ୍ତୁ ବର୍ତ୍ତମାନ ଚାନ୍ଦି ମାଛ ମାଉସୀ କାଟୁଛି। ହେ ରୋହିଟା ବାହାରିକି ପଳେଇବ ମାଉସୀ। ଚାଲନ୍ତୁ ଯିବା ସମୟ ଅନୁସାରେ ଆମେ ଆକୁ ବନ୍ୟାବନି କରିବା। ୱାଓ ହଁ ବଢ଼ିଆ ପାଣି ଅଛି ଖାଲି ଡାବୁ ଡାବୁ ହଉଛି ଆଉ ପୁରା ପୁରଷ୍ଟିଆ ନଡ଼ିଆ ସାଙ୍ଗମାନେ। ଯୋଉଟା ଦେଖିବ ସେଥିରେ ପାଣି ଫୁଲ ପୁରା। ଆଲୋ ବୋଉ ଆଲୋ କୋଉଠୁ ସବୁ ଏଗୁଡା ଗୋଟେଇକି ଆଣିଛୁ? ଗୋଟେଇକି ତୁ ତ ଚୁଙ୍ଗୁଡି ଝୋଳ ଖାଇକି ଘୁଙ୍ଗୁଡି ମାରିଲୁ ଯେ ପବନ ବର୍ଷା ହେଲା ସବୁ ଝାଡିଥିଲା ମୁଁ ଗୋଟେଇକି ଆଣିଛି। ଯାହା ହଉ ଏତେ ସାରା ପରିଶ୍ରମ କରିକି ଏତେ ନଡ଼ିଆ ଗୋଟେଇ ନେଇ ଆଇଲୁ। ହାଇ ସାଙ୍ଗମାନେ ଜୟ ଜଗନ୍ନାଥ। ଦେଖନ୍ତୁ ମୁଁ ବର୍ତ୍ତମାନ ବସି ପଡିଛି ନଡ଼ିଆ ସବୁ ଗୋଟିଏ ହେଇକି ଆସିଛି ସାଙ୍ଗମାନେ। କାଳ ବୈଶାଖୀର ପବନ ଚାଲିଛି ଯୋଉ ଭଳିଆ ଓଡ଼ିଶାରେ ମାନେ ଗୋଟେ ଗୋଟେ ପବନ ଏମିତି ହଉଛି ସାଙ୍ଗମାନେ ଘର ବାଡ଼ି ସବୁ ଉଡେଇକି ନେଇଯିବ। ତ ସାଙ୍ଗମାନେ ସକାଳୁ ବୋଉ ଆମକୁ ଚୁଙ୍ଗୁଡି ଝୋଳ ଖାଇବାକୁ ଦେଇଥିଲା। ମୁଁ ତ ଘୁଙ୍ଗୁଡି ମାରୁଛି ମୁଁ ଆଉ ଉଠିବା ପରିସ୍ଥିତିରେ ନାହିଁ। ତ କେତେବେଳେ ପବନ ହେଇଛି ଝଡ଼ ହେଇଛି ସବୁ ଯାକ ନଡ଼ିଆ ପଡିଛି ବୋଉ ଆମର ଗୋଟେଇକି ନେଇକି ଆସିଛନ୍ତି। ତ ସାଙ୍ଗମାନେ ଚାଲନ୍ତୁ ବର୍ତ୍ତମାନ ତ ସମୟ ଚାଲିଗଲାଣି 4ଟା ସମୟ ହେଲାଣି। ଆମେ ଯିବା ଟିକେ କ୍ରିକେଟ ଗ୍ରାଉଣ୍ଡ ଆଡେ ଛୁଆମାନେ କେମିତି କ'ଣ ଖେଳୁଛନ୍ତି ଟିକେ ଯାଇକି ମଜାମସ୍ତି କରିବା। ଆଉ କ'ଣ ଅଛି ଚାଲନ୍ତୁ ମାଡ଼ି ଯିବା। ଜୟ ଜଗନ୍ନାଥ ମାଡ଼ି ଚାଲ। ରେଡି ରେ ବଢିଆ ପାଣି ଅଛି। ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ନେଟ୍ ଭିତରେ ଚାଲିଛି ଖେଳ। ଛୁଆମାନେ ବଲ୍ଟି ଛନ୍ଦି ଯାଇଥିଲା ନେଟ୍ ଭିତରେ କାଢୁଥିଲେ ଏବଂ ଆମର ବ୍ୟାଟିଂ ମାର୍କରେ ଅଛନ୍ତି ସୋମୁ ଭାଇ। ସୋମୁ ଭାଇ ପୁରା ନେଟ୍ ଭିତରେ ତମେ ଦେଖାଉଛ କ'ଣ କହିଲ ନନ୍ଦନକାନନରେ ଯେମିତି ଗୋଟେ ଜନ୍ତୁ ରହିଲା ଭଳିଆ। ରେଡି 6 ବାଡିବ ତ? ଆମେ ତମ ପଛରେ ରହିକି ଏନ୍ଜୟ କରୁଛୁ। ଭାଇ ଜୟ ଜଗନ୍ନାଥ କହିଦିଅ ପଛକୁ ଟିକେ। ଜୟ ଜଗନ୍ନାଥ। ସୋମୁ ଭାଇ ବହୁତ ବଢିଆ ଆମର ଭାଇ। ଦେଖନ୍ତୁ କେମିତି ସଟ୍ ମାରିବେ ନେଟ୍ ଭିତରେ। ମୁଁ ଟିକେ ଫୋକସ୍ କରୁଛି ପଛରୁ ବୋଲିଂ ମାର୍କରେ ସରୋଜ ବା ମୋ ପୁଅ ହବ ପୁତୁରା। ତ ଚାଲନ୍ତୁ ଦେଖିବା ଏନ୍ଜୟ କରିବା ସୋମୁ ଭାଇଙ୍କର ସଟ୍କୁ। ସୋମୁ ଭାଇ ମାଇଲ ଗୋଟେ। ଓ ଭାଇ ରେ ସୋମୁ ଭାଇ ମାରିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ବ୍ୟାଟ୍ ବଲର କୌଣସି ସଂଯୋଗ ନାହିଁ ସେଥିପାଇଁ କୌଣସି ପ୍ରକାର ବଡ଼ ସଫଳତା ହାସଲ କରିପାରି ନାହାନ୍ତି ସୋମୁ ଭାଇ। ଦେଖନ୍ତୁ ପୁଣି ମାରିବାକୁ ପ୍ରୟାସ ହେଲେ ବାଡ଼େଇ ଦେଇଥିଲେ ବଲ୍ଟି ପୁଣି ନିଜ ପାଖକୁ ପଳେଇ ଆସିଛି ନେଟ୍ରେ ବାଜିକି। ମୁଁ ଭାବିଲି ନେଟ୍ ଫଟେଇକି ପଳେଇବ କିନ୍ତୁ ନେଟ୍ ଫଟେଇ ପାରିନଥିଲେ। ତ ସାମ୍ନା ପଟକୁ ଆମେ ଟିକେ ଯାଇକି ତାଙ୍କ ସଟ୍ଟା ଉପଭୋଗ କରିବା। ଭାଇ ଗୋଡ଼େଇକି ଯାଇଛନ୍ତି ଦେଖିବା। ହେ ଭାଇ ବଲ୍ କ ମୋ ପାଖକୁ କହିଲେ ତମେ ଯାଇକି ବୋଲର ମୋ ପାଖରେ। ଆଚ୍ଛା ଆଚ୍ଛା କଟ୍ କରିକି 4। ସୋମୁ ଭାଇ ବର୍ତ୍ତମାନ ବ୍ଲାଇଣ୍ଡ ସଟ୍ ଖେଳୁଛନ୍ତି। ତ ଦେଖନ୍ତୁ ସତରେ ଏଇଟା ବ୍ଲାଇଣ୍ଡ ସଟ୍। ବଲ୍କୁ ମାରିବାକୁ ପ୍ରୟାସ କରିଥିଲେ କିନ୍ତୁ ଜାଣିପାରିନଥିଲେ ବଲ୍ଟି କୁଆଡ଼େ ଗଲା। ଦେଖିଲା ବେଳକୁ ନେଟ୍ ଉପରେ ବଲ୍ ଟୋଟାଲ ଉପରେ ବ୍ଲାଇଣ୍ଡ ସଟ୍। ଏଇଟା ପ୍ରକୃତରେ ସିଏ ସଫଳତା ହାସଲ କରିଛନ୍ତି ବ୍ଲାଇଣ୍ଡ ସଟ୍ ଖେଳିବା ପାଇଁ। ତ ଦେଖନ୍ତୁ ଗୋଟେ ବିରାଟ କାୟ ସଟ୍ ମାରିବେ ସୋମ ଭାଇ। ଓ ଭାଇ ରେ ଡେଭିଲ ସୋନୁ ପୁଣି ସଟ୍ ଖେଳିବା ପାଇଁ ଅସମର୍ଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସନ୍ଧ୍ୟା ବେଳର ଏଇ ଯୋଉ ମୌସମଟା କେମିତି ଲାଗୁଛି ତମକୁ? ମେଘ ଘଡଘଡ ସୁଲସୁଲିଆ ପବନ। ଲବଣଗିରି ଆଡକୁ ଯାଇଥିଲି ଗାଡି ସର୍ଭିସିଂ ପାଇଁ। ପୁରା ଏତେ ଜୋର ପବନ ହଉଛି ଗାଡିକୁ ଠେଲି ଦଉଛି। ମାନେ ଏତେ ପବନ ନାହିଁ? ବହୁତ ପବନ ଆଉ ଧୂଳି ଉଡୁଛି ଖାଲି ଆଖିକୁ। ମୁଁ ହେଲମେଟ ଟା ନେଇନଥିଲି ଭୁଲ କଲି ଆଉ। ଆଚ୍ଛା ଆଚ୍ଛା ସେଇଥିପାଇଁ ତମର 250 ଗ୍ରାମ ଚୁଟି ନାହିଁ ମୁଁ ଦେଖୁଛି।
କୁଆଡେ ଗଲା ପୁରା ଚୁଟି ଖରାପ ହେଇଗଲା ଭାଇ ଏ ଯୋଉ ପବନରେ ଉଡିକି କୁଆଡେ ପଳେଇଲା ନା ହଁ ଚନ୍ଦା ହେଇଗଲି guys, ଦେଖ ନାଇଁ ନାଇଁ ତ ଭାଇ ଆଉ କିଛିଟା ଦିନ ପରେ ଆମର ଖେଳ ବନ୍ଦ ହେଇଯିବ କାହିଁକି ନା ବର୍ଷା ସିଜନ ଆସିଯିବ ଖରା ସିଜନ ଚାଲିଯିବ ଆଉ ଏ ଯୋଉ ସ୍ମୃତି 2026 ର ଏ ଯୋଉ ଖେଳ ପ୍ରତି ତମର ଭଲ ପାଇବା କେମିତି କଣ ଲାଗିଲା ଏ ଯୋଉ ଜମି ଏ ଯୋଉ ବିଲ ଜମି ସବୁ ଆମର ରହିଛି ଏ ସବୁ ଧାନ ଚାଷ ହଉଛି ଧାନ ବିଲରେ ଖେଳିବାର ଏକ୍ସପିରିଏନ୍ସ ଟା କଣ ରହିଲା ତମର 2026 ରେ ଭାଇ ପୁରା ମାନେ କଷ୍ଟ କରିକି ପିଚ୍ ବନେଇଲୁ ଓ ଭାଇ ହଁ ପ୍ଲସ୍ ନାଇଟ୍ ମ୍ୟାଚ୍ ଖେଳୁ ଆମେ ଛୋଟ ପିଲା ଦିନ ଟାଇମ୍ରେ ଖେଳୁ ତାପରେ ପୁଣି ବଡ଼ ପିଲାଙ୍କ ସହିତ ଆମେ ଖେଳୁ ନାଇଟ୍ ମ୍ୟାଚ୍ କହିବାକୁ ଗଲେ ବହୁତ ସାରା ମଜାମସ୍ତି କରିକି ଆମେ ରାତି 12ଟା 1ଟା କି ତାଠାରୁ ବି ପ୍ଲସ୍ ଖେଳୁ ଭାଇ ଆମେ ହଁ ଗୋଟେ 2ଟା ରାତି ପର୍ଯ୍ୟନ୍ତ ଖେଳିଛେ ବହୁତ ମଜା ଆସେ କିନ୍ତୁ ଏବେ ଆଉ ମଜା ରହିବନି ଆଉ କଣ ମଜା ରହିବ ଧୀରେ ଧୀରେ ସିଜନ ବଦଳୁଛି ଆଉ କାଳ ବୈଶାଖୀ ଧୀରେ ଧୀରେ ଯେତେ ବର୍ଷା ଦିନ ପାଖେଇ ଯାଉଛି ବାରମ୍ବାର କାଳ ବୈଶାଖୀ ହଉଛି ତ ଗ୍ରାଉଣ୍ଡ ଓଦା ହେଇଗଲେ ଧୀରେ ଧୀରେ ଖେଳ ପ୍ରତି ମନ ବି ଛାଡି ଯାଉଛି ପୁରା ଡାଉନ ଆଉ କଣ ଭାଇ କଣ ଖାଉଛ ତମେ କହିଲା ଆଗ କୋଉ କୋରା ବାଦାମ କୋରା ସେପଟକୁ ଦିଅ ଆଦାନ ପ୍ରଦାନ କର ଭାଇ ଟିକେ ଖାଇକି ଦେଖେଇଲ ବାଦାମ କୋରା ଆଉ ଭାଇ ସବୁ ଯାକ ନା କାଙ୍ଗାଳିଆ ଗୋଷ୍ଠୀ ଆମେ ସବୁ ଗୁଡୁ ଭାଇ ତମର ଖେଳ ପ୍ରତି କଣ ଏକ୍ସପିରିଏନ୍ସ 2026 ରେ ଭଲ ରହିଛି ନା ମାନେ କେମିତି କଣ ଲାଗିଲା ବିଲରେ ଖେଳିଲ 2026 ଗଲା ଖରା ଦିନ ବର୍ଷା ଦିନ ଆସିଯିବ ମନ ଦୁଃଖ ହଉନି ବର୍ଷା ଦିନ ଆସିବ ଗଲା ଆମ ଗାଁ ଗହଳିରେ ଖେଳ କେବଳ ଏଇ ଖରା ଦିନ ଆଉ ଶୀତ ଦିନ ନାଇଁ ବର୍ଷା ଦିନେ ଆମେ ପୁରା 6 ମାସ ଘରେ ହଉ ଯାହାର ଏମିତି ଚାଲିଛି ଚାଲୁ ସନ୍ଧ୍ୟା ବେଳ ଶେଷ ହବାକୁ ବସିଲାଣି হ্যাঁ কোনটা দেখে ମୁଁ ଟିକେ ଦେଖେଇ ଦଉଛି ଦେଖନ୍ତୁ ଓ ଭାଇ ଦେଖେ ଗଲ ବେବି କି ନେଇକି ବର୍ତ୍ତମାନ ଗଲେ ତାଙ୍କ ହଜବେଣ୍ଡ କଣ ପୁଅ ମଜା ଲାଗିଲା କଣ ମଜା ଲାଗିଲା କଣ କହିଲା ଟିକେ ଏପଟେ ଅନେଇଲ କଣ କହିଲା ଓ କି ସଟ୍ ସାମାନେ ଦେଖନ୍ତୁ ବଢ଼ିଆ ବୋଲିଂ ଜାରି ରଖିଛନ୍ତି ଏ ସଟ୍ ଗୁଡ଼ା ନିହାତି ପକ୍ଷରେ ଆଉଟ୍ ହେଇଯିବାର ସମ୍ଭାବନା ରହିଛି କ୍ୟାଚ୍ ଆଉଟ୍ କ୍ୟାଚ୍ ଏଗୁଡ଼ା ତ ଗୋଟେ ବଡ଼ ସଟ୍ ଆବଶ୍ୟକତା ରହୁଛି ସୋମ ଭାଇଙ୍କ ବଲ୍କୁ ଯଦି ବଡ଼ ସଟ୍ ଗୋଟେ ନ ହେଉଛି ସୋମ ଭାଇ ସାଟିସ୍ଫ୍ୟାକ୍ସନ୍ ପାଇବେନି ଭାଇ ଏଇଟା କ'ଣଟା ଏଇଟା କ'ଣ ହବ ଭାଇ ଏକ ରନ୍ ହବ ଭାଇ ଜାଲ ଫାଟି ଯାଇଥାନ୍ତା ଆଉ ଟିକେ ସମୟରେ ଦେଖିବା ଗୋଟେ ୟାକର ବଲ୍ ପକେଇଲ ଦେଖନ୍ତୁ ମଜା ଉଠାଉଛନ୍ତି ପିଲାମାନେ ଆଉ ମୁଁ ଭାବିଲି ଟିକେ ପିଲାମାନଙ୍କ ଭିତରେ ସାମିଲ ହେଇକି ନିଜେ ବି ମଜା ଟିକେ ନେବି ଭାଇ କି ବୋଲିଂ ବୋଲ୍ଡ ଭାଇ ବୋଲ୍ଡ ମୁଁ ଟିକେ ବ୍ୟାଟ୍ସମ୍ୟାନଙ୍କ ମୁହଁ ଦେଖେଇବି ସୋମୁ ଭାଇ ବୋଲ୍ କରିଦେଇଛନ୍ତି କ'ଣ କହିବେ ସେ ସୋମ ଭାଇକି ପୁଅ କ'ଣ କହିବ ସୋମୁ ଭାଇ ଏମିତି ଦକ୍ଷତାର ସହିତ ବୋଲିଂ କରୁଛନ୍ତି କିଛି କହିବାକୁ ଚାହୁଁନାହାନ୍ତି ସେ ହାରାସ ହେଇଯାଇଛନ୍ତି ଏ ବୋଲିଂରେ ତେଣୁକରି କିଛି ବକ୍ତବ୍ୟ ରଖିନାହାନ୍ତି ନୂଆ ବ୍ୟାଟ୍ସମ୍ୟାନ୍ ଗୁଡୁ ଯିଏକି ବ୍ୟାଟ୍ ନ ବାଜିଲା ହାତରେ ଧରିକି ପକେଇ ଦିଅନ୍ତି ସେ ବାଉଣ୍ଡ୍ରିକି ସେଇଟା 6 ତ ଦେଖନ୍ତୁ ଆସୁ ଆସୁ ୱିକେଟ୍କୁ ନିଜେ ହିଟ୍ କରିକି ଆଉଟ୍ ହେବା ପାଇଁ ପ୍ରୟାସ କରିଥିଲେ କାହିଁକିନା ସୋମୁ ଭାଇ ବୋଲିଂ କରିବେ ନା ବଲ୍ ଟିକେ ଭୟ କରୁଛନ୍ତି ଭାବିଲେ ଅମ୍ପାୟାର କାଳେ ଏମିତି ବାଡ଼େଇ ଦେଲେ ଆଉଟ୍ ଦେଇଦେବ ବୋଉ ଆବେ ବଲ୍ କୁଆଡ଼େ ଗଲା ଭାଇ ସୋମୁ ଭାଇ ଇଏ କ'ଣ ହବ ଏଇଟା ସୋମୁ ଭାଇ ନିଜ ବାଟରେ କହିଲେ 6 ହବ ଦେଖିବା ଗୋଟେ ଭଲ ବଲ୍ ପକେଇଲ ବୋଉ ଭାଇରେ କି ସଟ୍ ମୁଁ ଏଇନା ଉଡ଼ି ଯାଇଥାନ୍ତି ବଲ୍ ସହିତ ଫାଇନ୍ ସଟ୍ ଗୁଡୁ ରେଡ଼ି ବଢ଼ିଆ ସଟ୍ ଗୁଡୁ ମୁଁ ଗୋଟେ ବ୍ୟାଟିଂ କରିବି ମୋର ଭିଡ଼ିଓଟେ କରେ ଦେଖିବା ମୋର ବାଉଛି ନା ନାଇଁ ଦେଖ ପକେଇ ପାରୁନୁ ହେଲା ଆଉ ଗୋଟେ ପକା ଲାଷ୍ଟ